ଦେଖନ୍ତୁ ଏଇଟାର ସବୁ ରଫା ଦଫା କରିଦେଇଥିବେ। ଏତେ ଦିନ ଭିତରେ କାଗଜ ପତ୍ର ରଫା ଦଫା କରିଦେଇଥିବେ। ଏଇ ରଫା ଦଫା କାଗଜରେ କ'ଣ ତଦନ୍ତ ଇମିଡିଏଟ୍ ସିବିଆଇ ତଦନ୍ତ ହେଇଥିଲେ ଯେ କଥାଟା ଜଣା ପଡ଼ିଥାନ୍ତା। ଏଇ ଯେଉଁ ଆଇପିଏସ୍ ଲବି ଏମାନେ ତ କଥାଟାକୁ ଏପଟ ସେପଟ କରିଦେଲେ। ଇନଭଲ୍ଭ ତ ଅଛନ୍ତି ନା, ଆଇଏଏସ୍ ଆଇପିଏସ୍ ତ ଦୁଇ ଜଣ ଯାକ ଇନଭଲ୍ଭ ଅଛନ୍ତି। ଏମାନେ ତ ମଣିଷ ମାରିଲେ ବି ପାର ହେଇଯାଉଛି। ଭାରତରେ ଏମାନଙ୍କର ରାଜ ଚାଲିଛି। ଦେଖନ୍ତୁ ଏଇଟାର ସବୁ ରଫା ଦଫା କରିଦେଇଥିବେ। ଏତେ ଦିନ ଭିତରେ କାଗଜ ପତ୍ର ରଫା ଦଫା କରିଦେଇଥିବେ। ଏଇ ରଫା ଦଫା କାଗଜରେ କ'ଣ ତଦନ୍ତ ଇମିଡିଏଟ୍ ସିବିଆଇ ତଦନ୍ତ ହେଇଥିଲେ ଯେ କଥାଟା ଜଣା ପଡ଼ିଥାନ୍ତା। ଏଇ ଯେଉଁ ଆଇପିଏସ୍ ଲବି ଏମାନେ ତ କଥାଟାକୁ ଏପଟ ସେପଟ କରିଦେଲେ। ଇନଭଲ୍ଭ ତ ଅଛନ୍ତି ନା, ଆଇଏଏସ୍ ଆଇପିଏସ୍ ତ ଦୁଇ ଜଣ ଯାକ ଇନଭଲ୍ଭ ଅଛନ୍ତି। ଏମାନେ ତ ମଣିଷ ମାରିଲେ ବି ପାର ହେଇଯାଉଛି। ଭାରତରେ ଏମାନଙ୍କର ରାଜ ଚାଲିଛି। ଦେଖନ୍ତୁ ଏଇଟାର ସବୁ ରଫା ଦଫା କରିଦେଇଥିବେ। ଏତେ ଦିନ ଭିତରେ କାଗଜ ପତ୍ର ରଫା ଦଫା କରିଦେଇଥିବେ। ଏଇ ରଫା ଦଫା କାଗଜରେ କ'ଣ ତଦନ୍ତ ଇମିଡିଏଟ୍ ସିବିଆଇ ତଦନ୍ତ ହେଇଥିଲେ ଯେ କଥାଟା ଜଣା ପଡ଼ିଥାନ୍ତା। ଏଇ ଯେଉଁ ଆଇପିଏସ୍ ଲବି ଏମାନେ ତ କଥାଟାକୁ ଏପଟ ସେପଟ କରିଦେଲେ। ଇନଭଲ୍ଭ ତ ଅଛନ୍ତି ନା, ଆଇଏଏସ୍ ଆଇପିଏସ୍ ତ ଦୁଇ ଜଣ ଯାକ ଇନଭଲ୍ଭ ଅଛନ୍ତି। ଏମାନେ ତ ମଣିଷ ମାରିଲେ ବି ପାର ହେଇଯାଉଛି। ଭାରତରେ ଏମାନଙ୍କର ରାଜ ଚାଲିଛି। ଦେଖନ୍ତୁ ଏଇଟାର ସବୁ ରଫା ଦଫା କରିଦେଇଥିବେ। ଏତେ ଦିନ ଭିତରେ କାଗଜ ପତ୍ର ରଫା ଦଫା କରିଦେଇଥିବେ। ଏଇ ରଫା ଦଫା କାଗଜରେ କ'ଣ ତଦନ୍ତ ଇମିଡିଏଟ୍ ସିବିଆଇ ତଦନ୍ତ ହେଇଥିଲେ ଯେ କଥାଟା ଜଣା ପଡ଼ିଥାନ୍ତା। ଏଇ ଯେଉଁ ଆଇପିଏସ୍ ଲବି ଏମାନେ ତ କଥାଟାକୁ ଏପଟ ସେପଟ କରିଦେଲେ। ଇନଭଲ୍ଭ ତ ଅଛନ୍ତି ନା, ଆଇଏଏସ୍ ଆଇପିଏସ୍ ତ ଦୁଇ ଜଣ ଯାକ ଇନଭଲ୍ଭ ଅଛନ୍ତି। ଏମାନେ ତ ମଣିଷ ମାରିଲେ ବି ପାର ହେଇଯାଉଛି। ଭାରତରେ ଏମାନଙ୍କର ରାଜ ଚାଲିଛି। ଭାରତର ଏକମାତ୍ର ପରୀକ୍ଷିତ ବାୟୋସାର ପୃଥ୍ୱୀ ପ୍ରୋ ମାଟିକୁ ରଖେ ସୁସ୍ଥ, ଦିଏ ନୂଆ ଜୀବନ। ଧାନ, ପନିପରିବା ଓ ଡାଲି ଜାତୀୟ ଫସଲ ପାଇଁ ଲାଭଦାୟକ, ଅମଳ ବଢ଼ାଏ, ରୋଗ କମାଏ। ଆଜି ହିଁ ଜମିରେ ପ୍ରୟୋଗ କରନ୍ତୁ। ଯୋଗାଯୋଗ ପାଇଁ 9937054201 ନମ୍ବରକୁ ଡାଏଲ୍ କରନ୍ତୁ। ଆମ ସହ ଯୋଡ଼ି ହେବା ପାଇଁ ଆମକୁ ଲାଇକ୍, ଫଲୋ ଓ ସବସ୍କ୍ରାଇବ୍ କରନ୍ତୁ। ଅଧିକ ଅପଡେଟ୍ ପାଇଁ ଭିଜିଟ୍ କରନ୍ତୁ ଆମ ୱେବସାଇଟ୍ thequiver.in। ଭାରତର ଏକମାତ୍ର ପରୀକ୍ଷିତ ବାୟୋସାର ପୃଥ୍ୱୀ ପ୍ରୋ ମାଟିକୁ ରଖେ ସୁସ୍ଥ, ଦିଏ ନୂଆ ଜୀବନ। ଧାନ, ପନିପରିବା ଓ ଡାଲି ଜାତୀୟ ଫସଲ ପାଇଁ ଲାଭଦାୟକ, ଅମଳ ବଢ଼ାଏ, ରୋଗ କମାଏ। ଆଜି ହିଁ ଜମିରେ ପ୍ରୟୋଗ କରନ୍ତୁ। ଯୋଗାଯୋଗ ପାଇଁ 9937054201 ନମ୍ବରକୁ ଡାଏଲ୍ କରନ୍ତୁ। ଆମ ସହ ଯୋଡ଼ି ହେବା ପାଇଁ ଆମକୁ ଲାଇକ୍, ଫଲୋ ଓ ସବସ୍କ୍ରାଇବ୍ କରନ୍ତୁ। ଅଧିକ ଅପଡେଟ୍ ପାଇଁ ଭିଜିଟ୍ କରନ୍ତୁ ଆମ ୱେବସାଇଟ୍ thequiver.in।